ରାଉରକେଲା ସେକ୍ଟର 3 ଅଞ୍ଚଳର ରବୀନ୍ଦ୍ର ମହାରଣା, ବୟସ 35 ବର୍ଷ। ପରିବାର କହିଲେ ସ୍ତ୍ରୀ ଆଉ ଗୋଟିଏ ଝିଅ। ବାପା ମା ଆରପାରିକୁ ଚାଲିଗଲେଣି। ବଡ଼ ଭଉଣୀ ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳରେ ବିବାହ କରିଛନ୍ତି। ରବୀନ୍ଦ୍ରବାବୁ ଓଡ଼ିଶାରେ ରୁହନ୍ତିନି, ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ସେ କାମ କରନ୍ତି। ଗୋଟିଏ ମାସର ଛୁଟି ନେଇ ଗାଁକୁ ଆସିଥାନ୍ତି ରବୀନ୍ଦ୍ରବାବୁ। ରବୀନ୍ଦ୍ରବାବୁ ଓ ତାଙ୍କ ପତ୍ନୀ ବହୁତ ଥର ପୁରୀ ଆସିଛନ୍ତି ସତ, ହେଲେ ମହାପ୍ରଭୁଙ୍କର ନବଯୌବନ ବେଶ କି ରଥଯାତ୍ରା କେବେ ଦେଖିନଥିଲେ। ସ୍ୱାମୀ ସ୍ତ୍ରୀ ଦୁହେଁ ମହାପ୍ରଭୁଙ୍କୁ ବହୁତ ମାନନ୍ତି। ଦୀର୍ଘ 7 ବର୍ଷ ହେବ ଦୁହେଁ ପୁରୀ ଆସିନାହାନ୍ତି। ରବୀନ୍ଦ୍ରବାବୁଙ୍କର ପ୍ରାଇଭେଟ୍ ଚାକିରି, ଛୁଟି ବହୁତ କମ୍ ମିଳେ ତାଙ୍କୁ। ଯେତେବେଳେ ସେ ରାଉରକେଲା ଆସନ୍ତି, ଗାଁରେ ଯାହା କାମ ଥିବ ସାରିଦେଇ ହାଇଦ୍ରାବାଦ ଚାଲିଯାଆନ୍ତି। ପୁରୀ ଆସିବାକୁ ବହୁତ ଇଚ୍ଛା ଥିଲେ ବି ଆସିପାରିନଥାନ୍ତି ଦୁଇଜଣ ଯାକ। ଏଥର କିନ୍ତୁ ମନ କରିଛନ୍ତି ବଡ଼ ଭଉଣୀ ଘରେ ଯାଇ ରହିବା ଏବଂ ପୁରୀ ଯାଇ କଳା ଠାକୁରଙ୍କୁ ଦର୍ଶନ କରିବା। ରବୀନ୍ଦ୍ରବାବୁଙ୍କ ଝିଅକୁ ମାତ୍ର 8 ବର୍ଷ। 1 ବର୍ଷର ହେଇଥିଲା ବାପା ମାଙ୍କ ସହ ଗୋଟେ ଥର ପୁରୀ ଆସିଛି। ବାପା ମାଙ୍କର ଭକ୍ତି ଦେଖି ଝିଅଟିର ବି ସବୁବେଳେ ଜିଦ୍, ମୋତେ କାହିଁକି ପୁରୀ ନେଇ ଯାଉନ, ମୁଁ ମୋ ଜଗାକୁ ଦେଖିବି। କୁନି ଝିଅଟିଏ ହେଲେ ବି ବାପା ମାଙ୍କ ଠାରୁ ମହାପ୍ରଭୁଙ୍କ ବିଷୟରେ ସବୁବେଳେ ଶୁଣନ୍ତି। ରବୀନ୍ଦ୍ରବାବୁଙ୍କର ଠାକୁର ଘରେ ଚତୁର୍ଥାମୂର୍ତ୍ତି ସବୁବେଳେ ପୂଜା ପାଆନ୍ତି, କିନ୍ତୁ କୁନି ଝିଅଟିର ଗୋଟିଏ ଇଚ୍ଛା, ଶ୍ରୀମନ୍ଦିର ଯାଇ ଠାକୁରଙ୍କୁ ଦେଖିବି, ଆଉ ମୋର କୁନି ହାତରେ ତାଙ୍କ ରଥ ଦଉଡ଼ିକୁ ଟାଣିବି। କୁନି ଝିଅଟିର ଭକ୍ତିରେ ବି ବାପା ମା ବହୁତ ଖୁସି ଥାଆନ୍ତି। ଓଡ଼ିଶା ଆସିବା ପୂର୍ବରୁ ହାଇଦ୍ରାବାଦରେ ହିଁ ବାପା ମା ଓ ଝିଅ 3 ଜଣ ଯାକ ମିଶି ପ୍ଲାନିଂ କରିଥିଲେ କି ଏଥର ଓଡ଼ିଶା ଗଲେ ନିଶ୍ଚିନ୍ତ ପୁରୀ ଯିବା ଆଉ ରଥଯାତ୍ରା ଦେଖି ଆସିବା। ଷ୍ଟେସନରେ ପହଞ୍ଚିବା ପରେ ରବୀନ୍ଦ୍ରବାବୁ ଲାଇନରେ ଛିଡ଼ା ହୋଇ ପୁରୀ ପାଇଁ 3ଟି ଟିକେଟ୍ କରିଦେଲେ। ଟିକେଟ୍ କରିବା ଭିତରେ 45 ମିନିଟ୍ ଲାଗିଗଲାଣି। ଆଉ ମାତ୍ର 15 ମିନିଟ୍ ଭିତରେ ଟ୍ରେନ୍ ଆସି ଷ୍ଟେସନରେ ଲାଗିବ। ଆଉ ଡେରି ନ କରି ସ୍ତ୍ରୀ ଆଉ ଝିଅକୁ ନେଇ ଟ୍ରେନ୍ ଲାଗିବାକୁ ଥିବା ପ୍ଲାଟଫର୍ମରେ ଯାଇ ପହଞ୍ଚିଲେ। ମାତ୍ର 5 ମିନିଟ୍ ଅପେକ୍ଷା କରିଛନ୍ତି, ଟ୍ରେନ୍ ଆସି ଲାଗିଲା। 3 ଜଣ ଯାକ ଯାଇ ସିଟ୍ରେ ବସିଲେ। କିଛି ସମୟ ପରେ ରାଉରକେଲା ଷ୍ଟେସନରୁ ଟ୍ରେନ୍ ଛାଡ଼ିଲା। ପୁରୀରେ ପହଞ୍ଚିବାକୁ 13 ଘଣ୍ଟା ସମୟ ଲାଗିବ। 3 ଜଣ ଯାକ ବହୁତ ଖୁସି ଥାଆନ୍ତି। ରଥଯାତ୍ରା ସମୟ, ଟ୍ରେନ୍ ବି ବହୁତ ଭିଡ଼ ଥାଏ। ଏତେ ଗହଳିରେ ବି କୁନି ଝିଅଟିଏ ଟିକିଏ ବି ବ୍ୟସ୍ତ ହେଉନଥାଏ। ମନରେ ତା'ର ବହୁତ ଖୁସି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଖିବି, ତାଙ୍କ ରଥ ଟାଣିବି, ଏମିତି ମନେ ମନେ କେତେ କ'ଣ ଭାବୁଥାଏ କୁନି ଝିଅଟି। ରବୀନ୍ଦ୍ରବାବୁ ବି ଟ୍ରେନ୍ରେ ବସି ବସି କୁନି ଝିଅକୁ ରଥଯାତ୍ରା ବିଷୟରେ କହୁଥାନ୍ତି। 3 ଠାକୁରଙ୍କର ପହଣ୍ଡି ବିଜେ, ଠାକୁରଙ୍କର ଛେରା ପହଁରା ଆଉ ରଥଯାତ୍ରା ସମସ୍ତ ନୀତି ବିଷୟରେ କୁନି ଝିଅକୁ ବୁଝାଉଥାନ୍ତି ରବୀନ୍ଦ୍ରବାବୁ। ଏମିତି କଥା ହେଲା ଭିତରେ ଟ୍ରେନ୍ କେତେବେଳେ ଯେ ଆସି ଚନ୍ଦନପୁର ଷ୍ଟେସନରେ ଲାଗିଗଲାଣି ଜାଣିପାରିନଥାନ୍ତି 3 ଜଣ ଯାକ। ରାତି 9:30ରେ ଆସି ଟ୍ରେନ୍ ଲାଗିଲା ଚନ୍ଦନପୁର ଷ୍ଟେସନରେ। ଏହାପରେ ଷ୍ଟେସନରୁ ଅଟୋ କରି ରବୀନ୍ଦ୍ରବାବୁ ଚାଲିଗଲେ ଭଉଣୀ ଘରକୁ। ଭଉଣୀ ଘରେ ପହଞ୍ଚିବା ପରେ ଜଲ୍ଦି ଖିଆପିଆ ସାରି 3 ଜଣ ଯାକ ଶୋଇପଡ଼ିଲେ। ସକାଳେ ପୁଣି ଜଲ୍ଦି ଉଠିଲେ ଶ୍ରୀମନ୍ଦିର ଯିବେ ନବଯୌବନ ଦର୍ଶନ ପାଇଁ। 2004 ମସିହା ଜୁନ୍ 17 ତାରିଖ, ସେଦିନ ଥାଏ ଗୁରୁବାର। ନବଯୌବନ ଦର୍ଶନ। ରବୀନ୍ଦ୍ରବାବୁ ସକାଳୁ ଉଠି ଗାଧୁଆ ପାଧୁଆ ସାରିଦେଲେ। ଭିଣେଇଙ୍କ ବାଇକ୍ ଧରି ସ୍ତ୍ରୀ ଆଉ ଝିଅକୁ ନେଇ ବାହାରି ପଡ଼ିଲେ ବଡ଼ଦେଉଳକୁ। ବଡ଼ଦାଣ୍ଡରେ ପହଞ୍ଚି ଦେଖିଲେ ସେଦିନ ବହୁତ ଗହଳି ଥାଏ। ପ୍ରଭୁ ଜଗନ୍ନାଥଙ୍କର ନବଯୌବନ ଦର୍ଶନ। ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସିଛନ୍ତି ଏହି ଅପୂର୍ବ ଦର୍ଶନ କରିବା ପାଇଁ। ମନରେ ସମସ୍ତଙ୍କର ଗୋଟିଏ ବିଶ୍ୱାସ, ମହାପ୍ରଭୁଙ୍କର ନବଯୌବନ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟଫଳ ମିଳିଥାଏ। ମହାପ୍ରଭୁଙ୍କର ଦର୍ଶନ ମାତ୍ରେ ହିଁ ସବୁ ପାପ ଧୋଇ ହୋଇଯାଏ। ଏତେ ଗହଳି ଦେଖି ରବୀନ୍ଦ୍ରବାବୁ ଆଉ ତାଙ୍କ ପତ୍ନୀ ଟିକେ ବ୍ୟସ୍ତ ହୋଇପଡ଼ିଲେ, କିନ୍ତୁ କୁନି ଝିଅଟି ଜମାରୁ ବି ବ୍ୟସ୍ତ ହେଉନଥାଏ। ତା'ର ସେଇ କୁନି କୁନି ଓଠରେ ବାପା ମାଙ୍କୁ କହୁଥାଏ, ତୁମେ କାହିଁକି ବ୍ୟସ୍ତ ହେଉଛ, ଆମେ ପରା ଏବେ ସେ ଜଗନ୍ନାଥଙ୍କ ଦ୍ୱାର ପାଖରେ ଆସି ପହଞ୍ଚିଗଲେଣି। ଆମେ ଏବେ ତାଙ୍କ କୁଣିଆମାନଙ୍କୁ କେମିତି ଚର୍ଚ୍ଚା କରାଯିବ ସେ କଳା ଠାକୁରଙ୍କୁ ବେଶ୍ ଭଲ ଭାବରେ ଜଣାଅଛି। କୁନି ଝିଅର ମୁହଁରୁ ଏକଥା ଶୁଣି ବାପା ମା 2 ଜଣ ଯାକ ବହୁତ ଖୁସି ହୋଇଗଲେ। ରବୀନ୍ଦ୍ରବାବୁ ମନେ ମନେ କହୁଥାନ୍ତି, ହେ କଳା ଠାକୁର, ତୁମ ଆଶୀର୍ବାଦରୁ ମୁଁ ମୋ ଝିଅକୁ ପାଇଛି।
ଆଜି ତୁମ ଭକ୍ତିରେ ବିଭୋର ମୁଁ ମୋ ଝିଅକୁ ଦେଖି ମୋ ଛାତି କୁଣ୍ଡେ ମୋଟ ହୋଇଯାଉଛି। ଏହାପରେ କୁନି ଝିଅର ହାତକୁ ଧରି ବାପା ମା ଲାଇନରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ। ବହୁତ ଗହଳି ଭିତରେ ଧୀରେ ଧୀରେ ଯାଇ ପହଞ୍ଚିଲେ ଠାକୁରଙ୍କ ସାମ୍ନାରେ। ରବୀନ୍ଦ୍ରବାବୁ ମହାପ୍ରଭୁଙ୍କୁ ଦେଖି ବହୁତ ଖୁସି ହୋଇଗଲେ। ମନେ ମନେ ଭକ୍ତିରେ କହୁଥାନ୍ତି, ଆଃ କେଡ଼େ ସୁନ୍ଦର ମୋ କଳା ଠାକୁର, ତୁମର ଏଇ ନବଯୌବନ ଦର୍ଶନ କରି ଧନ୍ୟ ହୋଇଗଲି ମଣିମା। ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ତିନି ଜଣ ଯାକ ବଡ଼ ଦେଉଳରୁ ବାହାରକୁ ଆସିଲେ। ବାହାରକୁ ଆସିବା ପରେ ରବୀନ୍ଦ୍ରବାବୁ କହିଲେ, ଝିଅ ଆମର କେବେ ପୁରୀ ସମୁଦ୍ରକୂଳ ବୁଲିନି, ଚାଲ ଝିଅକୁ ଟିକେ ସମୁଦ୍ରକୂଳ ଆଡ଼େ ବୁଲେଇ ଆଣିବା। ସ୍ତ୍ରୀ ବି ରବୀନ୍ଦ୍ରବାବୁଙ୍କ କଥାରେ ହଁ ମାରିଲେ। କୁନି ଝିଅ ବି ବହୁତ ଖୁସି ହୋଇ କହିଲା, ହଁ ହଁ ମୁଁ ପୁରୀ ସମୁଦ୍ର ଦେଖିବି। ଏହାପରେ ରବୀନ୍ଦ୍ରବାବୁ ଝିଅ ଆଉ ପତ୍ନୀଙ୍କୁ ନେଇ ପହଞ୍ଚିଲେ ବେଳାଭୂମିରେ। ବେଳାଭୂମିରେ ଏପଟେ ସେପଟେ ସବୁଆଡ଼େ ଝିଅକୁ ବୁଲାଇ ଦେଲେ। ବୁଲିବା ଭିତରେ ସନ୍ଧ୍ୟା ହେଇ ଆସିଲାଣି। ରବୀନ୍ଦ୍ରବାବୁ ପତ୍ନୀଙ୍କୁ କହିଲେ, ସନ୍ଧ୍ୟା ହେବାକୁ ଆସିଲାଣି, ଆମେ ଚାଲ ଘରକୁ ପଳାଇବା। କାଲି ଦିନକ ଟିକେ ବିଶ୍ରାମ କରିଦେଇ ପରଦିନ ଆସିବା ରଥଯାତ୍ରା ଦେଖିବାକୁ। ବେଳାଭୂମି କଡ଼ରେ ଛିଡ଼ା ହୋଇ ଏମିତି ଗପୁଥିଲା ବେଳେ ହଠାତ୍ ଘଟିଲା ବଡ଼ ଦୁର୍ଘଟଣା। କିଛି ଭାବିବା ପୂର୍ବରୁ ଏକ କାର୍ ଆସି ଧକ୍କା ଦେଲା ରବୀନ୍ଦ୍ରବାବୁ ଏବଂ ତାଙ୍କ ପତ୍ନୀକୁ। ଦୁଇଜଣ ଯାକ ଛିଟକି ପଡ଼ିଲେ ରୋଡ଼ କଡ଼ରେ। କୁନି ଝିଅଟି ସାଇଡ଼ରେ ଥିବାରୁ ତାର କିଛି କ୍ଷତି ହୋଇନଥାଏ। ବାପା ମାଆଙ୍କର ଏଭଳି ଅବସ୍ଥା ଦେଖି କୁନି ଝିଅଟି ବିକଳରେ କାନ୍ଦୁଥାଏ। ଚାହୁଁ ଚାହୁଁ ଲୋକ ଗଦା ହୋଇଗଲେ ଦୁର୍ଘଟଣା ସ୍ଥଳରେ। ସାଙ୍ଗେ ସାଙ୍ଗେ ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ ନେଇଗଲେ ପୁରୀ ବଡ଼ ମେଡ଼ିକାଲକୁ। ଦୁଇଜଣ ଯାକଙ୍କର ସେନ୍ସ ନଥାଏ। ମେଡ଼ିକାଲରେ ପହଞ୍ଚିବା ପରେ ଡକ୍ଟର ଯାହା କହିଲେ ତାହା ଶୁଣି କୁନି ଝିଅଟିର ପାଦ ତଳୁ ଯେମିତି ମାଟି ଖସିଗଲା। ଡାକ୍ତର ରବୀନ୍ଦ୍ରବାବୁଙ୍କୁ ମୃତ ଘୋଷଣା କଲେ। ଆଉ ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଗଲା। କୁନି ଝିଅଟି କିଛି ଜାଣିପାରୁନଥାଏ, ଖାଲି ଭୋ ଭୋ ହୋଇ କାନ୍ଦୁଥାଏ। କାନ୍ଦି କାନ୍ଦି ଖାଲି କହୁଥାଏ, ହେ ଜଗନ୍ନାଥ ମୋ ବାପା ମୋ ବାପା। କିଛି ସମୟ ପରେ ରବୀନ୍ଦ୍ରବାବୁଙ୍କ ଭଉଣୀ ଓ ଭିଣୋଇ ଆସି ମେଡ଼ିକାଲରେ ପହଞ୍ଚିଲେ। ରବୀନ୍ଦ୍ରବାବୁଙ୍କ ମୃତ୍ୟୁ ଖବର ଶୁଣି ଉଭୟ ଭାଙ୍ଗି ପଡ଼ିଲେ। କିଛି ସମୟ କାନ୍ଦ ବୋବାଳି ପରେ ରବୀନ୍ଦ୍ରବାବୁଙ୍କୁ ନେଇଗଲେ ସ୍ୱର୍ଗଦ୍ୱାର ତାଙ୍କର ଅନ୍ତିମ ସତ୍କାର ପାଇଁ। କୁନି ଝିଅଟି ବିକଳ ହୋଇ କାନ୍ଦୁଥାଏ। ବହୁତ କାନ୍ଦିବା ପରେ ଶେଷରେ ହାତ ଟେକି ଜଗନ୍ନାଥଙ୍କୁ କହିଲା, ହେ ଜଗତର ନାଥ ଜଗନ୍ନାଥ, ତୁମ ବିଷୟରେ ମୁଁ କିଛି ଜାଣିନଥିଲି। ବାପା ମୋତେ ତୁମ ବିଷୟରେ କହିଛନ୍ତି। ସବୁବେଳେ ବାପା କୁହନ୍ତି, ପ୍ରଭୁ ଜଗନ୍ନାଥ ତା ଭକ୍ତକୁ କେବେ ହେଲେ ନିରାଶ କରେ ନାହିଁ। ମୋ ବାପାଙ୍କ କଥା କେତେ ସତ ଥିଲା, ତାର ପ୍ରମାଣ ଆଜି ମୋତେ ଦରକାର। ମୁଁ ଆଜି ତୁମର ପରୀକ୍ଷା ନେବି ପ୍ରଭୁ। ହେ କଳା ଠାକୁର, ଦୁନିଆକୁ ଜାଣିନଥିବା କୁନି ପିଲାଟିଏ ମୁଁ। ତୁମକୁ ହାତ ଯୋଡ଼ି ମୋ ବାପାଙ୍କୁ ଭିକ୍ଷା ମାଗୁଛି। ଏ କୁନି ଭକ୍ତକୁ ନିରାଶ କରିବନି ମହାପ୍ରଭୁ। କୁନି ଝିଅର ଡାକରେ ସେଦିନ ଘଟିଥିଲା ଏକ ଅଦ୍ଭୁତ ଘଟଣା, ଏକ ଅବିଶ୍ୱସନୀୟ ଘଟଣା। ରବୀନ୍ଦ୍ରବାବୁଙ୍କ ଶବ ସ୍ୱର୍ଗଦ୍ୱାରରେ ପହଞ୍ଚିବାକୁ ଆଉ କିଛି ବାଟ ଥାଏ। ହଠାତ୍ ରବୀନ୍ଦ୍ରବାବୁ ଉଠି ବସିଲେ। ହେ ଭଗବାନ, ଏ କି ଅଦ୍ଭୁତ ଘଟଣା। ରବୀନ୍ଦ୍ରବାବୁଙ୍କ ଭଉଣୀ ଓ ଭିଣୋଇ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ରବୀନ୍ଦ୍ରବାବୁ ଉଠି ବସି କୁନି ଝିଅଟିକୁ କୁଣ୍ଢେଇ ପକାଇଲେ। ଭୋ ଭୋ ହୋଇ କାନ୍ଦୁଥାନ୍ତି ରବୀନ୍ଦ୍ରବାବୁ। ପାଖରେ ଥିବା ସମସ୍ତ ଲୋକ ଘଟଣା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ। ରବୀନ୍ଦ୍ରବାବୁ ଝିଅକୁ ଧରି ବାହାରି ପଡ଼ିଲେ ହସ୍ପିଟାଲ। ହସ୍ପିଟାଲରେ ପହଞ୍ଚିଲା ବେଳକୁ ପତ୍ନୀ ମଧ୍ୟ ସୁସ୍ଥ ହୋଇସାରିଥିଲେ। ରବୀନ୍ଦ୍ରବାବୁ ମନେ ମନେ ଭାବୁଥାନ୍ତି, ଏ କ'ଣ ସ୍ୱପ୍ନ ନା ସତ। ଏହାପରେ ଖୁସିରେ ସମସ୍ତେ ଘରକୁ ଫେରିଲେ। ପରଦିନ ବିଶ୍ରାମ କରି ଜୁନ୍ 19 ତାରିଖରେ ସକାଳୁ ସକାଳୁ ସମସ୍ତେ ଆସିଲେ ବଡ଼ଦାଣ୍ଡକୁ ମହାପ୍ରଭୁଙ୍କର ରଥଯାତ୍ରା ଦେଖିବା ପାଇଁ। ଆଉ ସମସ୍ତେ ରଥ ଟାଣିଲେ। ସେଦିନ ସେଇ କୁନି ଝିଅଟିର ନାଁ ଥିଲା ଶ୍ରେୟାଂଶୀ। ଶ୍ରେୟାଂଶୀ ଏବେ ବହୁତ ବଡ଼ ହୋଇଗଲାଣି। ସେଦିନଠାରୁ ପ୍ରତିବର୍ଷ ରଥଯାତ୍ରାକୁ ସେ ପୁରୀ ଆସନ୍ତି। ଆଉ ଆଜି ପର୍ଯ୍ୟନ୍ତ ବି ସେହି ଦିନକୁ ସେ ଭୁଲି ପାରି ନାହାନ୍ତି। ସତରେ ମହାପ୍ରଭୁ, ତୁମ ଲୀଳା ତୁମକୁ ହିଁ ଜଣା। ମହାପ୍ରଭୁଙ୍କର ଛୋଟିଆ ଅନୁଭୂତିଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ। ଆଉ ମହାପ୍ରଭୁଙ୍କର କିଛି ଅନୁଭୂତି ଥିଲେ ଆମକୁ ଆମ ମେଲ୍ ଆଇଡ଼ିରେ ପଠାଇ ପାରିବେ। ଆଉ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିଦେବା ପାଇଁ ଅନୁରୋଧ। ଆଜି ପାଇଁ ରହୁଛି। ଦେଖା ହେବ ଆଉ ଏକ ସୁନ୍ଦର ଅନୁଭୂତି ସହିତ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।